କଥା ଆମେ କହିଲେ ବିଭୁ କହିଲା ଛୋଟ ପିଲାଟେ ସେ ଦିନରେ 24 ଘଣ୍ଟା ଦୌଡୁଛି କାମ କରୁଛି। ଆପଣ ବିଶ୍ୱାସ କରିବେନି, ମୁଁ ଏବେ ଆଶ୍ରମ ଯାଇଥିଲି, ଅବିନ୍ଦା 11 ତାରିଖ ପରେ ବାହାରୁ ନାହାନ୍ତି, ବିଲକୁଲ ଦର୍ଶନ ପ୍ରଣାମ ନାହିଁ। ସେ କୋଉଠି ଯାଉଛନ୍ତି କୋଉଠି ଯାଉଛନ୍ତି, ପିଲାମାନେ ଯେ ଦୀପିକାଙ୍କୁ ସେଠି ଜାଣିପାରୁନାହାନ୍ତି, ସର୍ଭରୁମରେ ସବୁବେଳେ କରୁଛନ୍ତି। ମୋର ପିଲା ଫ୍ୟାମିଲି ନେଇ ଯାଇଥିଲି ଦର୍ଶନ ପାଇଁ, ବ୍ୟାକୁଳତା ଥାଏ, କିନ୍ତୁ ସେଇ ବ୍ୟାକୁଳତା ଭିତରେ ମତେ ଜଣେ ଭାଇ ଆସି କହିଲେ ଯେ ଭାଇ ଆପଣଙ୍କୁ ଅବିନ୍ଦା ଖୋଜୁଥିଲେ। ମୁଁ କେମିତି, ମୁଁ ତ ଜାଣିନି, ପଚାରୁଥିଲେ ମୁଦୁଲା ଆସିଛି କି, ମୁଁ ତ ଜାଣିନି ଆପଣ ଆସିଲେ, ଦେଖା ହେଲେ କହିଦେବି। ଠିକ ଅଛି, ପୁଣି ଜଷ୍ଟ ସେଇ ପଟେ କ୍ରସ୍ କରୁଥିଲେ, କହିଲେ ମୁଦୁଲା କବ ଆସିଲା, ଆମେ ସନ୍ଧ୍ୟାବେଳେ କଥା ହବ। ଏଇ କଥାଟା କହିଦେଲେ, କିନ୍ତୁ ଆପଣ 20,000 ଉପରେ ଲୋକ ପିଲାଙ୍କ ଭିତରେ ଭର୍ତ୍ତି, ଦର୍ଶନ କରା ନାହିଁ। 12ଟା ପର୍ଯ୍ୟନ୍ତ ଅପେକ୍ଷା କରିକି ଯିଏ ଯୋଉଠି ପଳେଇଲେ, ସବୁ ପଳେଇଲେ, ଅପେକ୍ଷା କରିପାରିଲେନି। 12ଟା 15ରେ ଆମେ ବସିଥାଉ ପରିବାର ପାଇଁ, ତାପରଦିନ ଟ୍ରେନ୍ ଅଛି, ଦାଦାଙ୍କର ଡକରା ଆସିଲା, ଆମେ ଗଲୁ, ନିବେଦନ ଯାହା ଥିଲା କଲୁ। ଦାଦା ବିରାଟ ବଡ଼ ସ୍କ୍ରିନ୍ ଲଗେଇ ଦେଇଛନ୍ତି, ଯେମିତି ଯୋଉ ଆପଣମାନେ ଦେଖୁଥିବେ ଯେ ଯୋଉ ସେୟାର ମାର୍କେଟରେ ଅପଡାଉନ ହୁଏ, ସବୁବେଳେ ଦେଖଉଥିବେ ଏ କମ୍ପାନୀ ସେୟାର ବଢିଗଲା, ସେ କମ୍ପାନୀ ସେୟାର କମିଗଲା, ଏଇଭଳି ଗୋଟେ ସ୍କ୍ରିନ୍ ଲାଗିଛି ଆମର ଯୋଉ ସର୍ଭର ରୁମରେ। ଓଡ଼ିଶା ବଢିଲା, ତାକୁ ବଢିଗଲା ୱେଷ୍ଟ ବେଙ୍ଗଲ, ମାନେ ଟୋଟାଲ ସବୁ ଯାକ ଷ୍ଟେଟର ସେଠି ମାନେ ସ୍କ୍ରିନ୍ ଶୋ କରୁଛି କେତେ ଡାଟା ଏଣ୍ଟ୍ରି ହଉଛି। ବସୁଛନ୍ତି ସ୍କ୍ରିନ୍ ଆଗେ କଲେ ଯାହା ଯାହା ଡିସ୍କସନ କଲେ। ଆମେ 12ଟା 40ରେ ଆସିଲୁ। ସକାଳୁ ଗଲା ବେଳକୁ ଦାଦାଙ୍କ ସାଙ୍ଗରେ ଆଚାର୍ଯ୍ୟଙ୍କ ସାଙ୍ଗେ ଯୋଉ ପ୍ରାର୍ଥନା କରିବାକୁ ଯାଉ, ପ୍ରାର୍ଥନା ପରେ ବର୍ଦ୍ଧାନ ପ୍ରଣାମ କଲା ଦାଦା ବାହାରୁଛନ୍ତି ସର୍ଭର ରୁମ୍। ଚିନ୍ତା କରନ୍ତୁ ତ, ରାତି ସାରା ଗୋପୀଦେବ କହିଲି, ଗୋପୀଦେବ କହିଲା ଭାଇ ଆମେ 22 ଜଣ ପରେ ରାତି ସାରା ବସୁଛୁ, କିନ୍ତୁ ଆମମାନଙ୍କ ଭିତରେ ସେ ବୋଧଟା, ଆମମାନେ ମେସେଜ ପାଇଁ ମୁଁ ଗଲି, ମୋ ଭିତରେ ବୋଧଟା ଆସିଲା। ଆପଣ ଶୁଣିଲେ, ଆପଣ ଯଦି ସେତିକି ବୋଧ କରିବେ ନାହିଁ ଏଇ ଯୋଉ ଆଧାର ଲିଙ୍କଟା ନିହାତି ଜରୁରୀ, ଆମକୁ 14 ତାରିଖ ଦିଆଯାଇଥିଲା, ଆମକୁ ଏଇ ଭିତରେ କରିବା ପାଇଁ ପଡିବ। ସେଇ ବୋଧଟା ଆଣିବାକୁ ହେଲେ ଯେ ଆପଣ ବର୍ତ୍ତମାନ କହିଥାନ୍ତେ ଆପଣଙ୍କ ନାଁରେ 5 ଲକ୍ଷ ଲୋନ୍ ଆସି ଆଧାରଟା ଲିଙ୍କ କରି ବ୍ୟାଙ୍କ ଟ୍ରାନ୍ସଫର କରାହବ। ଆପଣ ଗାଁରେ ବୁଲି ଭାଇ ଟିକେ ଲିଙ୍କ କରିଦେବେ, ମୋର ପଇସା କେମିତି ଆସିବ, କରିନଥାନ୍ତେ କରିଥାନ୍ତେ। ଏଇ ଭାବଟା ନିଜ ଭିତରେ ଜାଗ୍ରତ। ମୁଁ ଯୋଉ କହିଲି ନିର୍ବାଚନ ନିର୍ଦ୍ଧାରଣ ମୋର କାମ, ସେଇଟା ମତେ କେହି ଶିଖେଇବେନି। ମତେ ବିଜୟ ଭାଇ କହିଲେ ହବନି କି ଦାଦା କହିଲେ ହବନି, ମୁଁ କରେ। ତାହେଲେ ମୋର ହଉନି କାହିଁକି ସେଟା ଆସୁଛି ସେ ବୋଧଟା। ଆଚାର୍ଯ୍ୟ କହିଲେ এই কনফারেন্সে মিলন হবে, বাবা গোটে কীর্তন করছে, মিলন হবে কত দিনে আমার মনের মানুষের সামনে, মানে মোর মনের মানুষের সঙ্গে মিলন কেবে হব, মনের মানুষের সঙ্গে মু মিশ্রি কেবে কেবে মিশিবে। দাদা তার উত্তরে কହୁଛନ୍ତି যেবে আপন মানে তাଙ୍କୁ তৃপ্তি কলা ভয়া কার্য করিবে, তাଙ୍କର তৃপ্তি, তাଙ୍କର ଯୋଉ କାର୍ଯ୍ୟରେ ତୃପ୍ତି ହବ, ସେ ଯୋଉଥିରେ ଖୁସି ହେବେ, ସେଇ କାର୍ଯ୍ୟଟା ଯେତେବେଳେ କରିବେ, ସେଇ ସମୟରେ ଆପଣଙ୍କ ମିଳନ ହବ, ତାଙ୍କୁ ପ୍ରାପ୍ତି ହବ, ତାଙ୍କୁ ପାଇବେ, ନହେଲେ ତ ନା। ଇଷ୍ଟବୃତ୍ତି କରୁଛି କାହା ପାଇଁ? ମୋ ପାଇଁ, ଠାକୁର ପାଇଁ କରୁନି। ପ୍ରାର୍ଥନା କରୁଛି କାହା ପାଇଁ? ମୋ ପାଇଁ, ଠାକୁର ପାଇଁ କରୁନି। ଏ ସତ୍ସଙ୍ଗ କାହିଁକି ଆସିଛି? ନିଜର ଭୋଟ ବଢିବା ପାଇଁ, ଠାକୁର ପାଇଁ ଆସିଲେ। ତାଙ୍କୁ ଠାକୁର ପାଇଁ କଲେ କଣ? ଦାଦା କହୁଛନ୍ତି ଠାକୁର ପାଇଁ ତାକୁ କଣ କର? ଆଚ୍ଛା, ଠାକୁର ପାଇଁ କରିବ କଣ? ତାଙ୍କ ଉତ୍ସାହ ବିଷୟ ମନ୍ତ୍ର ସାଧନ ଚଳାଇ ଯଥା ସମୟ ଇଷ୍ଟ ନିର୍ଦ୍ଦେଶ ମୁହୂର୍ତ୍ତ କରାନ୍ତ।